তদন্ত হব, তদন্ত রিপোর্ট কুଆଡ଼େ হଜିଯିବ। বଳଭଦ୍ର ଚାରମାଳରୁ ଖସିଗଲେ ସେ ତଦନ୍ତ ରିପୋର୍ଟ ଆଜି ପର୍ଯ୍ୟନ୍ତ ମିଳିନାହିଁ। ରାଜଭବନ ଘଟଣାରେ ପୁରୀ ରାଜଭବନରେ ତତ୍କାଳୀନ ରାଜ୍ୟପାଳଙ୍କ ପୁଅ ମାଡ଼ ମାରିଲେ ତାର ରିପୋର୍ଟ ଜଣା ନାହିଁ। ଚିକିଟି ମଦ ମୃତ୍ୟୁ ମାମଲାର ରିପୋର୍ଟ ଜଣା ନାହିଁ। ଭରତପୁର ଥାନାରେ ଯେଉଁ ମାନେ ସାମରିକ ଅଧିକାରୀମାନଙ୍କୁ ଯେଉଁ ନିର୍ଯାତନା ଦିଆଗଲା ତାର ରିପୋର୍ଟ କାହାକୁ ଜଣା ନାହିଁ। କେବଳ ତଦନ୍ତ ହେବ। ସେମିତି ୟାର ଗୋଟେ ତଦନ୍ତ ହେବ। କଥା ହେଉଛି ଯେ ଓଡ଼ିଶାର ସବୁଠୁ ବଡ଼ ଡାକ୍ତରଖାନାରେ ସର୍ଟ ସର୍କିଟ୍ ହେଉଛି। ଆଇସିୟୁରେ 15 ଜଣ ପାଖାପାଖି ଲୋକ ମରିଯାଉଛନ୍ତି, ଜିଅନ୍ତା ଦଗ୍ଧ ହୋଇଯାଉଛନ୍ତି। ଏବଂ ତାକୁ ନେଇକରି ଆମର ଉତ୍ତରଦାୟିତ୍ୱ କାହାର ନାହିଁ। ଆମେ ସମସ୍ତେ କହୁଛେ ଆଜ୍ଞା ଦୁଃଖଦ ଘଟଣା ଘଟିଗଲା। ଦୁଃଖଦ ଘଟଣା ପାଇଁ କିଏ ଗୋଟେ ଦାୟୀ ତ? ଯେତେବେଳେ ଗୋଟେ ଇନଷ୍ଟିଚ୍ୟୁସନରେ ବଡ଼ ଘଟଣା ଘଟେ, ନରେନ୍ଦ୍ର ମୋଦି ଭାରତର ପ୍ରଧାନମନ୍ତ୍ରୀ ହେଲା ପରେ କେହି କେଉଁ ଘଟଣା ପାଇଁ ଦାୟୀ ନୁହେଁ। ସମ୍ ହସ୍ପିଟାଲରେ ଯେତେବେଳେ 2016ରେ ନିଆଁ ଅଗ୍ନିକାଣ୍ଡ ଘଟିଲା, 20 ଜଣ ଲୋକ ସେତେବେଳେ ପ୍ରାଣ ହରାଇଥିଲେ। ସେତେବେଳେ ମନୋଜ ନାୟକ ତତ୍କାଳୀନ ସମର ମାଲିକ, ତାଙ୍କୁ ଗିରଫ କରାଗଲା। ଏବଂ ଗୋଟେ ପ୍ରାଇଭେଟ୍ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଲା, ସେଥିପାଇଁ ତତ୍କାଳୀନ ସ୍ୱାସ୍ଥ୍ୟମନ୍ତ୍ରୀ ତୁରନ୍ତ ଇସ୍ତଫା ଦେଇଥିଲେ ଅତନୁ ସବ୍ୟସାଚୀ ନାୟକ। ଆଜି କେଉଁ ନୈତିକତା ବଳରେ ଏଠି ଭୋଟ ଦାନ ଚାଲିଛି? କେଉଁ ନୈତିକତା ବଳରେ ମୁଖ୍ୟମନ୍ତ୍ରୀ ଯାଉଛନ୍ତି ଏବଂ କହିକି ଆସୁଛନ୍ତି ଯେ ଜୁଡ଼ିସିଆଲ ତଦନ୍ତ ହେବ? ପ୍ରଥମ କଥା ହେଉଛି ଆଜ୍ଞା, ଏଥିପାଇଁ ଯେଉଁମାନେ ଦାୟୀ ତାଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଆପଣ ନେଲେନି କି? ଆପଣଙ୍କର ମନ୍ତ୍ରୀ 2 ବର୍ଷ ହେଲାଣି କରୁଛନ୍ତି କ'ଣ? ବିଜେପିର IT ସେଲ୍ ବାଲା ପ୍ରଚାର କରୁଛନ୍ତି ଯେ ଆଜ୍ଞା ପୁରୁଣା ସରକାର ସମୟରେ ସେଗୁଡ଼ାକୁ ୱାରିଂ ହେଇଥିଲା। 2 ବର୍ଷ ଧରିକିରି ୱାରିଂର ଅଡ଼ିଟ୍ କରିବାକୁ କିଏ ମନା କରିଥିଲା? ପୁରୁଣା ସରକାର ଯେତେବେଳେ ଥିଲା ସେତେବେଳେ ସପ୍ତାହରେ 2-4 ଦିନ ତତ୍କାଳୀନ 5T ସଚିବ VK ପାଣ୍ଡିଆନ ପାହାନ୍ତିଆରୁ ଯାଇକରି ପ୍ରତିଦିନ ଦେଖିକିରି ଆସୁଥିଲେ ସିଚୁଏସନ୍ କ'ଣ ଅଛି SCBର। କେତେଟା ମନ୍ତ୍ରୀ ଆପଣଙ୍କର ଗଲେଣି ସେଠିକି? କେତେ ଥର ସଚିବ ଯାଇଛନ୍ତି ସେଠିକି? ଆଜ୍ଞା ଆପଣଙ୍କ ଓଡ଼ିଶାର ମୁଖ୍ୟମନ୍ତ୍ରୀ ତ ହେଉଛନ୍ତି ପ୍ରଚାର ମନ୍ତ୍ରୀ। ଅଫିସରେ ତ ଦିନେ ବସୁନାହାନ୍ତି। ଗଭର୍ଣ୍ଣାନ୍ସ କ'ଣ ଚାଲିଛି ତାଙ୍କୁ ତ ଜଣା ନାହିଁ। ମୁଖ୍ୟମନ୍ତ୍ରୀ ଯାଇକରି ଭୋଟ ମାନେ ବିଧାୟକ ମାନେ ରାଜ୍ୟସଭାରେ କେମିତି ଭୋଟ ଦେବେ ତାକୁ ତାଲିମ ଦେବା ପାଇଁ ପାରାଦୀପ ଯାଉଛନ୍ତି। ଓଡ଼ିଶାରେ ବୋଧେ ଭୁବନେଶ୍ୱରରେ ଜାଗା ନଥିଲା। ମାନେ ୟାଠୁ ବଳିକରି ଲଜ୍ଜାଜନକ କଥା କିଛି ଅଛି? ଓଡ଼ିଶାର ମୁଖ୍ୟମନ୍ତ୍ରୀ ୱେଷ୍ଟବେଙ୍ଗଲ ପ୍ରଚାର କରିବାକୁ ଯାଉଛନ୍ତି, କହୁଛନ୍ତି ମୁଁ ବେଙ୍ଗଲକୁ 1 ନମ୍ବର କରିବି। ଓଡ଼ିଶା ଦାୟିତ୍ୱ ଦିଆହେଇଛି ଆପଣଙ୍କୁ, ଗୋଟିଏ ଦାୟିତ୍ୱ ଦିଆହେଇଛି ଓଡ଼ିଶାର, ବେଙ୍ଗଲକୁ 1 ନମ୍ବର କରିବେ ଆପଣ। ଗୋଟେ ଅପାରଗ ଶାସନ ଚାଲିଛି ଯାହାର ପରିଣତି ସାଧାରଣ ଜନତା ଭୋଗ କରୁଛନ୍ତି। ନୈତିକତା ଦୃଷ୍ଟିରୁ ସ୍ୱାସ୍ଥ୍ୟମନ୍ତ୍ରୀ ଇସ୍ତଫାର ଆବଶ୍ୟକ। ନୈତିକତା ଦୃଷ୍ଟିରୁ ତ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ତୁରନ୍ତ ବରଖାସ୍ତ କରିବା ଦରକାର ମୁଖ୍ୟମନ୍ତ୍ରୀ। ଯଦି ସେ ନୈତିକତା ଦୃଷ୍ଟିରୁ ନିଜେ ଇସ୍ତଫା ଦେଉନାହାନ୍ତି ତାହେଲେ ତୁରନ୍ତ ତାଙ୍କୁ ମାନେ ବରଖାସ୍ତ କରିବା ଦରକାର ପ୍ରେସିଡେଣ୍ଟକୁ ଯଦି ଦେଖାଯାଏ। ଏବଂ ଏଥିପାଇଁ ଯେଉଁମାନେ ଦାୟୀ ସେମାନଙ୍କୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇକରି ସେ ଜୁଡ଼ିସିଆଲ ଇନକ୍ୱାରି ହେଉଥିବ। ଜୁଡ଼ିସିଆଲ ଇନକ୍ୱାରିର କ'ଣ ହେଇଛି ଆମେ ଜାଣିନୁ କି? ଭରତପୁର ମାମଲାରେ ଜଷ୍ଟିସ୍ ଦାସ କମିଶନଙ୍କ ରିପୋର୍ଟ ଆପଣମାନେ କେହି ଦେଖିଛନ୍ତି କି? ଜୁଡ଼ିସିଆଲ ଇନକ୍ୱାରି କରିବାର କଥା ହେଉଛି ଧର୍ମକୁ ଆଖିଠାର କଥାକୁ ଲୁଚାଇବା ପାଇଁ। ତାପରେ ଏଇ ସରକାର ତ ପୁରୁଣା ଅଭ୍ୟାସ ଅଛି। ତଦନ୍ତ ହେବ, ତଦନ୍ତ ରିପୋର୍ଟ କୁଆଡ଼େ ହଜିଯିବ। ବଳଭଦ୍ର ଚାରମାଳରୁ ଖସିଗଲେ ସେ ତଦନ୍ତ ରିପୋର୍ଟ ଆଜି ପର୍ଯ୍ୟନ୍ତ ମିଳିନାହିଁ। ରାଜଭବନ ଘଟଣାରେ ପୁରୀ ରାଜଭବନରେ ତତ୍କାଳୀନ ରାଜ୍ୟପାଳଙ୍କ ପୁଅ ମାଡ଼ ମାରିଲେ ତାର ରିପୋର୍ଟ ଜଣା ନାହିଁ। ଚିକିଟି ମଦ ମୃତ୍ୟୁ ମାମଲାର ରିପୋର୍ଟ ଜଣା ନାହିଁ। ଭରତପୁର ଥାନାରେ ଯେଉଁ ମାନେ ସାମରିକ ଅଧିକାରୀମାନଙ୍କୁ ଯେଉଁ ନିର୍ଯାତନା ଦିଆଗଲା ତାର ରିପୋର୍ଟ କାହାକୁ ଜଣା ନାହିଁ। କେବଳ ତଦନ୍ତ ହେବ। ସେମିତି ୟାର ଗୋଟେ ତଦନ୍ତ ହେବ। ଗୋଟେ ତଦନ୍ତ କମିଶନ ବେଳେବେଳେ ଆପଣ ଦେଖିବେ ଆଜି ମୁଖ୍ୟମନ୍ତ୍ରୀ ଯାଇକରି ଘୋଷଣା କରିଦେଲେ 2 ଦିନ ପରେ ଭୁଲି ଯାଇଥିବେ। ଚିକିଟି ମଦ ମୃତ୍ୟୁ ମାମଲାରେ ଆପଣ ଦେଖିଲେ ପ୍ରଥମେ କହିଲେ RDC ସ୍ତରୀୟ ତଦନ୍ତ ହେବ, ତାପରେ କହିଲେ ନାଇଁ RDC ତଦନ୍ତ କରିବେ ନାହିଁ, ସେଇଟା ବୋର୍ଡ଼ ଅଫ୍ ରେଭିନ୍ୟୁର ମେମ୍ବର କରିବେ। ତାପରେ କ'ଣ ହେଲା ତାକୁ କାହାକୁ ଜଣା ନାହିଁ, ପବନରେ ମିଳେଇଗଲା ସେ ତଦନ୍ତ। ତେଣୁ ତୁରନ୍ତ ଯେଉଁମାନେ ଏଥିପାଇଁ ଉତ୍ତରଦାୟୀ ସେମାନଙ୍କୁ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ଏବଂ ନୈତିକତା ଦୃଷ୍ଟିରୁ ପ୍ରଥମେ ସ୍ୱାସ୍ଥ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ ଏବଂ ତାଙ୍କୁ ମଧ୍ୟ ଏଥିପାଇଁ ଉତ୍ତରଦାୟୀ କରାଯାଉ।